जगन्नाथ। आज लिटू भाई भल कथा मन रख। आज बढ़िया कथाटा आदि विष्णु को कलंकी वेश। कलंकी वेश कलंकी बहुत बाहर कलकीरा 5 कलंकी कहते ब्रह्म कलंकी, आदि कलंकी, सत्य कलंकी, कली कलंकी, कलंकी। किंतु मुख्यतः लीला हूँ ब्रह्म कलंकी और आदि कलंकी। आदि कलंकी जयदेव तक गीति गोविंद लिखिले म्लेच्छ निबनी धने करयसी करवाल धूम केतुमीप किमपि कराल केशव धृत कलंकी शरीर जय जगदीश। गीति गोविंद शास्त्र में कथा लिखिले महाप्रभु स्वयं जगन्नाथ कलंकी रूप को धारण करिवे अश्व उपर चढ़ी दुष्ट संहारण करिवे। हाथ साथी कौन खंडा असंभव भी नुह बुझी हो कारण कांची अभियान समय आम जहाँ प्रमाण आम पाऊ दी भाई खंडा धरी बाहरी पड़े जगह भाया जाइन ना साक्षी किए थे माणिक गौड़ी बुझ महाविष्णु एवं आदि विष्णु जहाँ को मध्य अन्य भाषा कह जाए नित्य कृष्ण नितेश्वरी राधा यही क्या ऊणा नुहे जड़े निर्गुण हेले जगुणे सगुण। बुझीपार ना जड़े निर्गुण आउ जड़े सगुण सगुण जीए से निर्गुण हो पार पुणी सगुण हो पार कहती मंत्र जंत्र उपरे हरादि एकाक्षर बुझी ना जंत्र उपरे कहती कौन हरादि एकाक्षर आदि ब्रह्मकर अन्य ना हूँ हरादि एकाक्षर जो हरे 7 मात्रा दिखाई था। आ गोटे मन रखिथा से कथा आलोचना करिया हरे 7टा मात्रा देले मध्य गोटे स्वर उच्चारण हम कहीं आम कह देह 50 पवन अच्छे 48 पवन जावासिया हो जो दिन 50 पवन हो दिन मनुष्य मरी जाए भागवत प्रमाण देला त्रिनव एकादश दिन न शुणे कहार वचन त्रिनव बोले तो 39 एकादश बोलते 11 मिश्र के 50 जो दिन 50 पवन हो मनुष्य दिन मरी जाए 49 पवन केते हुए मला समय 49 पवन हुए आउ केते ना जीव परम मिलन समय गोटे मुहूर्त पाई आसे बुझीपार ना तेणु देहरे जदि कहते षड़ चक्र पर 50 अक्षर तही हर गिरिजा 50 अक्षर बा 50 शब्द शब्द को अक्षर रूप में नामित कर महापुरुष मैंने जदि नासा बाटे हंस रूप में शब्द करुच्ची अलग करुच्ची 50 शब्द मिसिले गोटे शब्द भी बाहर सेमती 7टा शब्द मिसिले कहीं गोटे शब्द न हो 5टा शब्द मिसिले कहीं गोटे शब्द न हो 12टा शब्द मिसिले कहीं गोटे शब्द न हो 36टा शब्द मिसिले कहीं गोटे शब्द न हो हम ये जिन जानती किए से ना तत्वगुरु बुझे शास्त्र तो लिखा अच्छी बही सब आसूची ये गुड़िक गुरुकुल पाठ नुह ता भितर जहा नहीं
ତା ଉପରଟା ହଉଛି ଗୁରୁକୁଳ ପାଠ। ଗୁରୁକୁଳେ କଣ ପଢା ହୁଏ? ଶବ୍ଦ ନିରୂପଣ, ନିଦ୍ରା ଆରୋଗ୍ୟ ହେଲା, ଏବଂ ନିଶ୍ୱାସ। ବୁଝିହଉଛି? ଆମେ କହିଲୁ ମ, ଗୋଟା ଅକ୍ଷର କହିଲୁ, ତା ଭିତରେ ଦିଟା ଅକ୍ଷର ଅଛି, ଦିଟା ଶବ୍ଦ ଅଛି, ଦିଟା ଶବ୍ଦ ମିଶିଲାକୁ ମ ଅକ୍ଷରଟା ଉତ୍ପତ୍ତି ହଉଛି। ନିଦ୍ରା, ଆମେ କେତେବେଳେ ଶୋଉଛେ ଆମେ କଣ ଜାଣିପାରୁଛେ? ଆମେ ଜାଣିପାରିବା। ଇଏ ହଉଛି ଗୁରୁକୁଳର ଶେଷ ପାଠ। ବର୍ତ୍ତମାନ ସେ ଗୁରୁକୁଳ ପାଠ ଆଉ ନାହିଁ। ନିଶ୍ୱାସ, ସୂର୍ଯ୍ୟାଣୁ ଚନ୍ଦ୍ରାଣୁ, ଚନ୍ଦ୍ରାଣୁ ସୂର୍ଯ୍ୟାଣୁ, କେତେବେଳେ ହଉଛି ଆମେ ଜାଣିପାରୁଛେ? ନାକରେ ହାତ ମାରି କହିବା ହେଇ ଚାଲିଲା। ଶିଶୁ ଯେତେବେଳେ ପରିବର୍ତ୍ତନ ହବ ସେ ତମକୁ ଜଣେଇଦବ ହେଇ ମୁଁ ପରିବର୍ତ୍ତନ ସମୟ। ଶବ୍ଦ, ମୁଁ କହିଲି ରାମ, କଣ କହୁଛେ? ରାମ, ପାଟିରୁ ଗୋଟେ ପବନ ବାହାରୁଛି, ମୁଖ ଆଗରେ ଗୋଟେ ପବନ ଅଛି, ଏ ପବନଟା ମାଡ଼ ହଉଛି ସେ ପବନ ଦେହରେ। ମାଡ଼ ହେଲା ପରେ କଣ ହଉଛି? ଆମକୁ ଶୁଭା ହଉଛି ରାମ, ତମକୁ ଶୁଭା ହଉଛି ରାମ, ତମକୁ ଶୁଭା ହଉଛି ରାମ। ଆଉ କୁହନ୍ତି ଶବ୍ଦ ନିରୂପଣ ତତ୍ତ୍ୱ। ଏ ଜିନିଷ ନାହିଁ। ଆଉ ବେଦଶାସ୍ତ୍ର ପୁରାଣ ତ କିଏ ନ ଜାଣିଛି। ସେଥିପାଇଁ କୁହନ୍ତି ଚାରି ବେଦ ପରେ ସିନା ଗୁରୁ କହିବେ ଦେ ହସ୍ତ ମାରିନ ଚିହ୍ନାଇ ଦେବେ। ବେଦ ବିହୀନ ବିଦ୍ୟା ଯେତେ ଗୁପତ ଅଛି ଗୁରୁ ହସ୍ତେ। ସଦ ଗୁରୁ ଯେବେ ମାରେ ଗୋଇଠା ଅନ୍ଧାର ଘରେ ଜଳେ ଗୋଇଠା। 12 ବର୍ଷ କଲେ ସେବା ଗୁରୁ କହିଲେ କିଛି ଜଣା। ଛାଡ, କଳଙ୍କି କିଏ? ଏଠୁ ମନେ ରଖିଥାଉ, ମହାବିଷ୍ଣୁ ଆଦି ବିଷ୍ଣୁଙ୍କର ଲୀଳା ଚଳିବ। ଆଦି ବିଷ୍ଣୁଙ୍କର ଜଗନ୍ନାଥ ଜୟଦେବଙ୍କ ଭାଷାରେ ଜଗନ୍ନାଥ ହେବେ କଳଙ୍କି ବେଶ, ଅଶ୍ୱ ଉପରେ ତାଙ୍କର ଭାଷୋକର ଅନୁମେୟ ଯାହା, ଅଶ୍ୱ ଉପରେ ବସିଥିବେ, ଖଡ୍ଗ ଧରିକି ଦୁଷ୍ଟ ସଂହରଣ କରିବେ। ଜୟଦେବ ଯାହା କହିଛନ୍ତି ଆମ ଅଚ୍ୟୁତାନନ୍ଦ ମହାପୁରୁଷ ମଧ୍ୟ ସେଇଆ କହିଛନ୍ତି। ଜଣେ ବ୍ୟକ୍ତିକୁ ସ୍ୱତନ୍ତ୍ର ଭାବେ କହିଛନ୍ତି। ବୁଝି ହଉଛି? ଅନ୍ୟ ସବୁ କଳଙ୍କି ବାହାରିବେ ସତ, କିନ୍ତୁ ଅଚ୍ୟୁତ ଜଣକ ଉପରେ ଲେଖିଛନ୍ତି। ସେ ଅଶ୍ୱ ଉପରେ ବସିବ, ଖଡ୍ଗ ଧରିକି ଦୁଷ୍ଟ ସଂହରଣ କରିବ। କିଏ ସେ? ସନ୍ଥ ଭୀମ ଭୋଇ। କିଏ ସେ? ସନ୍ଥ ଭୀମ ଭୋଇ। କଳିଯୁଗ ଭବିଷ୍ୟ ମାଳିକା ଆସି କହିଲେ କିଏ ସେ? ମହାପୁରୁଷ ଅଚ୍ୟୁତ। ପାପ ଭାର ଦେଖି ମହାଶୂନ୍ୟବାସୀ ବୁଧ ଅବତାର ହୋଇ ମହିମା ପ୍ରକାଶୀ ହୋଇବେ ସନ୍ନ୍ୟାସୀ ଗୁପ୍ତେ ଭ୍ରମିବେ ମହି। କିଏ ସେ? ମହିମା ଗୋସ୍ୱାମୀ। ତାଙ୍କର ଅନ୍ୟ ନାଁ ହଉଛି କଣ? ପ୍ରବୁଦ୍ଧ ଗୋସ୍ୱାମୀ। ଆଉ ଗୋଟେ ନାଁ ମଧ୍ୟ ଧୂଳିଆ ବାବା। ସେ କଣ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହେବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ମହାପୁରୁଷ ନ ଆସି ଆଗରୁ କହିଥିଲେ। ଏକାକ୍ଷର ଧର୍ମ ପ୍ରଚାର କରିବେ, ଧର୍ମ କରିବେ ସ୍ଥାପନ, ଅନ୍ତର୍ଧ୍ୟାନ ହୋଇତେ ଯିବେ ମେଦିନୀ ଅଣାକାର ନିରଞ୍ଜନ। ଜୟ ଜଗନ୍ନାଥ। ବୋଲେ ସେ ଯେ ଅଲେଖ ପୁରୁଷ, ସେ ନିରଞ୍ଜନ ପୁରୁଷ, 64 ସିଦ୍ଧଙ୍କ ଦ୍ୱାରା ଖେଳ କରିବେ, ଏକାକ୍ଷର ଧର୍ମ ସ୍ଥାପନ କରି ଅନ୍ତର୍ଧ୍ୟାନ ହେଇଯିବେ, ସେ ମଧ୍ୟ ହଜିଯିବେ। ତାପରେ କିଏ ଆସିବେ? କହିଛି ନିତ୍ୟ କୃଷ୍ଣ ନିତ୍ୟଶ୍ୱରୀ ରାଧା, ନିତ୍ୟଶ୍ୱର କୃଷ୍ଣ ଚାଲିଗଲେ, ନିତ୍ୟଶ୍ୱରୀ ରାଧାଙ୍କ ବିଷୟ କହିଲେ। ନିତ୍ୟଶ୍ୱରୀ ରାଧା ପୁରୁଷ ଅଙ୍ଗରେ ଜନ୍ମ ହୋଇନଥିବ, ଜନ୍ମ ହେବ ଅନ୍ଧ ଜାତି ତାର କନ୍ଦ ଭୀମ ନାମଟି ହୋଇବ। ତାପରେ ନିତ୍ୟଶ୍ୱରୀ ରାଧାଙ୍କର ଆବିର୍ଭୂତ ହବ। ସେଇ ନିତ୍ୟଶ୍ୱରୀ ରାଧା, ସେଇ ଆଦି ବିଷ୍ଣୁ କଳଙ୍କି ହେବେ। ଆମେ କହୁନୁ, ମହାପୁରୁଷ ଅଚ୍ୟୁତ କହିଲେ। ଜୟଦେବଙ୍କର ଉକ୍ତି ଆକୁ ମିଶାଅ। ପୁଣି ଶେଷ ବେଳେ ଜନ୍ମି ଉତୁକଳେ, ଯୋଉଟାକୁ ଆମେ କହୁଛେ ଉତ୍କଳ ବେଳେ। ପୁଣି ଶେଷ ବେଳେ ଜନ୍ମି ଉତୁକଳେ କଳଙ୍କି ନାମକୁ ବହି, ତୋୟ ପରେ ଚଢି ମେଚ୍ଛ ବିନାଶିବ ଉଶ୍ୱାସ ହୋଇବ ମହି।
ଜୟ ଜଗନ୍ନାଥ। ଜୟଦେବ ଯୋଉ ଭାଷା କହିଲେ ଇଏ ସେଇଆ କହିଲେ। କହିଲେ ସେ ଉତ୍ତୁକଳରେ କଣ ହେବେ ଜନ୍ମ ହେବେ କିଏ ସେ ଭୀମ ହୋଇ କଳଙ୍କି ନାମକୁ କହିବେ ତୋୟ ପରେ ଚଢି ମାନେ ଅଶ୍ଵ ପରେ ଚଢି ମେଛ ବିନୁ ଆସିବେ ଦୁଷ୍ଟଙ୍କୁ ନାଶନ କରିବେ ଉଶ୍ୱାସ କରିବ ମଣି। ଏଠି କିଏ ସେ ଆଦି ବ୍ରହ୍ମ କିଏ ହେଲେ ନା ଭୀମ ହୋଇ। ଭୀମ ହୋଇ କଳଙ୍କି ହେବେ ବୋଲି ଆମେ କହୁନୁ। ଅଚ୍ୟୁତାନନ୍ଦ ମହାପୁରୁଷ ତା କଳିଯୁଗ ଭବିଷ୍ୟ ମାଳିକାରେ କଥା କହିଛନ୍ତି। ଜୟ ଜଗନ୍ନାଥ। ସେ କଳଙ୍କିର ସଦିଶା ପୂର୍ଣ୍ଣ ହଉ। ବୋଲାନ୍ଦେ ଗୋଆ ହରି ବୋଲ।